सीता बनिता लता बिना आश्रय न वर्तन्ति निश्चय कवि माने सरस्वतींकर आश्रय नियंती बनिता जे स्त्री माने स्वामींकर आश्रय नियंती निश्चय लता जे वृक्ष माने रंजार आश्रय नियंती सेहेतु आमे सरस्वती पदे अधे जना न करी अच्छा जहा किछि पुराण पदे अधे कहिदेबा किपरि कहलो भाईना बंदई शारदा मागो ब्रह्मा गंगिनी मा ब्रह्मा गंगिनी वेद भारतु जात लेख जगत जननी माँ सरस्वती पदे अधे जना न कले निश्चय जे कि जगत पिता जगन्नाथ से जगन्नाथ पदे अधे जना न करी तापरे विषय पद अधे कहबा किपरि कहलो भाईना भगवान गुडा कुछंती हे महाप्रभु आहा हे जो दिन जन मानंग ऊपर बिंदुए मात्र कृपा करंतु कोन कहिले कहला गे नाही कि तारा चक्रधर हे चक्र नाही कि तारा चक्रधर हे चक्र वक्र हेला कहला जा प्रहलाद चिंतिला हरि चिंतामणि सही न पारी कंबरु बाहरी हिरण्य बिचारी कंबरु बाहरी हिरण्य बिचारी प्रहलादंकु देल स्वर्ग पूरी चक्रधर हे नाही कि चक्रधर हे पतित पावन कौन कहले पात्र पात्र आमर जो पात्र बाबूंकर पुअर व्रत पालन पई हे पतित पावन
ଆହା ସର୍ବ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଡକେଇ ନିଶ୍ଚୟ ପ୍ରୀତି ଭୋଜନ ଭାଜନ ଅମୃତ ଆକାର ଦେଇ ହଁ ତାପରେ ଆଚ୍ଛା ବିଚାର କଲେ ଦାସକାଠିଆ ପଦ ଅଧେ ଆହା କରିବା କାହିଁକି ନା ପରମ୍ପରା ପୁରାଣ ଆହା ବିଷୟ ହଉଛି ଆହା ଦାସକାଠିଆ। ଦାସକାଠିଆ ତାପରେ ହେଲା ହଁ ପାଲା, ହଁ ତାପରେ ହେଲା ଘୋଡିକି, ହଁ ତାପରେ ହେଲା କେ ଯୋଉ ହେଲା ସଂସ୍କୃତି ତ ଯେତେ ପ୍ରକାର ହେଲା ପରମ୍ପରା ବିଦ୍ୟା ହେଲା ଆଚ୍ଛା ଓଡିଶୀ ବିଦ୍ୟା ହଁ ତାପରେ ବିଚାର କଲେ ଦାସକାଠିଆ ପୁରାଣ ପଦ ଅଧେ କରିବା ନିଶ୍ଚୟ ରାମାୟଣରୁ ପଦ ଅଧେ ଗାଇବା ହଁ ରାମଚନ୍ଦ୍ରଙ୍କର ଜନ୍ମ ପର୍ଯ୍ୟନ୍ତ ଆହା ବିଶ୍ୱାମିତ୍ର ନିଶ୍ଚୟ ସହିତ ବନସ୍ଥକୁ ଯାଇ ହଁ ଋଷି ଯଜ୍ଞ ରକ୍ଷା କରି ସୀତାଙ୍କୁ ବିବାହ ହେବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଟିକେ ଆମେ ଗାଇଲେ ପଦେ ସବୁ ଅଧେ ଜାଣିଛନ୍ତି ବା 1000 ଥର ପୁରାଣ ପଢିଥିବେ ପଦ ଅଧେ ପରିବେଷଣ କରିବା ପାଇଁ କହିଛନ୍ତି ହେଲେ ବାବୁ ଜାଣିଲେ କଣ ହବ ହଁ ବିଷୟଟା କାନରେ ପଡିଲେ ମନରେ ରହିବ ଆଉ ଜୀବନର ଯୋଉ ପାପ ତାପ ସବୁ ଗୁଡିକ ଖଣ୍ଡନ ହେଇଯିବ। ତେବେ କଣ କେମିତି ଆମର ହବ କହିଲ ପାଣ୍ଡବଙ୍କର ପୁଅର ରିଷ୍ଟ ଖଣ୍ଡନ ଦୋଷ ଭୟ ସବୁ ଗୁଡିକ ରୋଗ ବୈରାଗ ଯେତେ ଅଛି ସବୁ ଗୁଡିକ ଖଣ୍ଡନ କରିଦିଏ ସେ ରାମଚନ୍ଦ୍ର। ଆଚ୍ଛା ରାମ ଜନ୍ମ ବୃତ୍ତାନ୍ତ ଗାଇବା ପାଇଁ କହିଛନ୍ତି ହଁ ଆଜି ଯାହା କିଛି କହିନେବା ଆଚ୍ଛା ରାମଚନ୍ଦ୍ରଙ୍କର ଜନ୍ମ ବିଷୟ। କିପରି କହିଲ ଭାଇନା ହେ ପଞ୍ଚାନନ ଆହା ରାମଚନ୍ଦ୍ର ଆଚ୍ଛା ଭରତ ହଁ ଲକ୍ଷ୍ମଣ ଆହା ଶତ୍ରୁଘ୍ନ ହଁ ଏ ରାମ ଜନ୍ମ ବିଷୟଟା ମତେ ଟିକେ ବୁଝେଇବ। ଓ ପାର୍ବତୀ ପଚାରୁଛନ୍ତି ମହାଦେବ କହୁଛନ୍ତି ମର୍ତ୍ତ୍ୟପୁରରେ ମାନବ ଅବତାର କିପରି ହେଲେ ନାରାୟଣ? ଆଚ୍ଛା କଣ ପାଇଁ ହେଲେ ନାରାୟଣ ମାନବ ଅବତାର ମଣିଷ ଅବତାର? ସେ ବିଷୟଟା ମତେ କୁହନ୍ତୁ ମୁଁ ଶୁଣିବା ପାଇଁ ଇଚ୍ଛା କରୁଛି। ଶୁଣି କରି ପଞ୍ଚାନନ ଆନନ୍ଦିତ ହେଲେ ଦେବୀ ଗୋ ପାର୍ବତୀ ତୁମେ ଶୁଣନ୍ତୁ ଇଲେ ପୁରାଣ ପଦକୁ ଆଜ୍ଞା ଗଙ୍ଗା ସ୍ନାନ ସରି ନିକିତିକୁ ଧରିଣ ତୁଳିଲେ ତାରି ମାନବ ଜନମକୁ ହେ ଶୁଣିଲେ ପୁରାଣ ଶୁଣି ହରିବେ ସଂସାରରେ ଯେତେ କରିଥିଲେ ମଧ୍ୟ ହରିନାମ ରାମ ନାମ ମୁଖ ମଧ୍ୟରେ ଯଦି ସନ୍ତୋଷ ଉଚ୍ଚାରଣ କରିବା ତେବେ ପାପ ତାପ ଖଣ୍ଡନ ହେଇଯାଏ। ସେହେତୁ ଆମର କଳିଯୁଗରେ ଆମେ ଯାହା ଦେଖୁଛନ୍ତି ଆଜ୍ଞା ଲୋକମାନେ ମରିଗଲେ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ବୋଲି ଧରି ଯାଉଛନ୍ତି। ହେଲେ ଜଗତରେ ଯେତେ ଅର୍ଥ ରହିଛି ଧନ ସମ୍ପଦ ପୁଅ ଝିଅ ଘର ଜମିଦାର ଯେତେ ଅଛି କେହି କେବଳ ରାମ ନାମ ହରି ନାମ ଲୋକମାନେ ଖରେ ଗାଇ ପର୍ଯ୍ୟନ୍ତ ନେଇଯିବେ। ମହାଦେବ କହିଲେ ପାର୍ବତୀ ଯଦି ତମେ ରାମ ନାମ ଶୁଣିବା ପାଇଁ ଇଚ୍ଛା କରୁଛ ହଉନି ତେବେ ହେଲେ ପାର୍ବତୀ ମହାଦେବ ହଉଛନ୍ତି ସାକ୍ଷୀ ଦିନେ ବ୍ରହ୍ମା ମାଳ ଗାଇ ଥରେ ପହଞ୍ଚିଲେ। ବୈକୁଣ୍ଠ
ଛମ ବୁଡ଼ଲା ସମୟ ରାମ ନାମ ଭଜନ ନାମ ଭଜନ ରାମ ନାମ ଭଜନ ନାମ ଭଜନ রাহানিয়া সসহারি না রক্ষা দিলে রাইও রক্ষা দিলে রাইও রাই হো না রাম নাম ভজন रे राम राम विधाता नाम राम नाम जपि जपि रे वैभव जाउची आज्ञा अनंत अनंत करे सुवर सिंहासन पड़ी अनंत हंती अनंत मुहि लक्ष्मण विष्णु मुहि रामचंद्र ए चारि जन सीता जने पद्म सीता शंख हनुमान गदा पर शंख धारण करी ए जो पंचमूर्ति रही थी हनुमान राम भरत लक्ष्मण शत्रुघ्न नारद चाहे ए जो मन विचार करे पांचुडा रे बड़े प्राण राही धारी धारी राम विष्णु नारद मन विचार करे आज्ञा ए तीर रे धान ब्रह्म